ବିଛା ରାଶିର ବନ୍ଧୁଗଣ, ପ୍ରଥମେ ଆମେ ଆଜି ଜାଣିବା ସମ୍ପୂର୍ଣ୍ଣ ରାଶିଫଳ, ତାପରେ କ୍ୟାରିୟର, ଆର୍ଥିକ ଏବଂ ପ୍ରେମ ରାଶିଫଳ ବିଷୟରେ। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ। ତେବେ ସମ୍ପୂର୍ଣ୍ଣ ରାଶିଫଳ। ଆଜିର ଦିନଟି ଆପଣଙ୍କ ପାଇଁ ନିଜ ଭିତରକୁ ଚାହିଁବା ଏବଂ ଅନ୍ତର୍ନିହିତ ସତ୍ୟକୁ ଖୋଜିବା ପାଇଁ ଏକ ସୁନ୍ଦର ସମୟ। ଜଣେ ଶିକ୍ଷକ ଯେପରି ଶୃଙ୍ଖଳା ଓ ଶାନ୍ତିର ମହତ୍ତ୍ୱକୁ ବୁଝାନ୍ତି, ସେହିପରି ଆଜି ଆପଣ ପ୍ରକୃତିର କୋଳରେ କିଛି ସମୟ ବିତାଇବା ସହ ଆତ୍ମସମୀକ୍ଷା କରନ୍ତୁ। ମନକୁ ସଠିକ୍ ଦିଗରେ ପରିଚାଳିତ କରିବା ଏବଂ ସକାରାତ୍ମକ ଶକ୍ତିକୁ ଆକର୍ଷିତ କରିବା ପାଇଁ ଆପଣ ଧ୍ୟାନ ବା ମେଡ଼ିଟେସନର ସାହାଯ୍ୟ ନେଇପାରନ୍ତି। ଯଦି ଗତ କିଛି ଦିନ ହେବ ଆପଣ କୌଣସି ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ କିମ୍ବା ମାନସିକ ଅଶାନ୍ତି ମଧ୍ୟରେ ଗତି କରୁଥିଲେ, ତେବେ ଆଜି ଆପଣଙ୍କୁ ସେଥିରୁ ମୁକ୍ତି ମିଳିବା ସହ ଶାନ୍ତି ମିଳିବାର ମାର୍ଗ ଦେଖାଯିବ। କର୍ମକ୍ଷେତ୍ରରେ ଯଦି କୌଣସି ଯୁକ୍ତିତର୍କ କିମ୍ବା ମତଭେଦର ପରିସ୍ଥିତି ଉପୁଜେ, ତେବେ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ଆଜି ଆପଣଙ୍କର ଚିନ୍ତାଧାରା ଏବଂ କାର୍ଯ୍ୟ ସଠିକ୍ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସନ୍ଧ୍ୟା ସମୟରେ ପରିବାର ଏବଂ ବନ୍ଧୁମାନଙ୍କ ସହ ରାତ୍ରି ଭୋଜନ କରିବା ସମୟରେ ହସ ଖୁସିର ଆଲୋଚନା କରିବା ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ। ଆଜି ଆପଣଙ୍କୁ ମିଳୁଥିବା ପ୍ରଶ୍ନର ଉତ୍ତର ଏବଂ ସଂକେତ ଗୁଡ଼ିକୁ ଆଦରି ନିଅନ୍ତୁ, କାରଣ ଏହା ଆପଣଙ୍କୁ ଆହୁରି ସଶକ୍ତ କରିବ। ତେବେ କ୍ୟାରିୟର ରାଶିଫଳ କିପରି ଯିବ ଆସନ୍ତୁ ଜାଣିବା। ଆଜି କ୍ୟାରିୟର ଏବଂ ବୃତ୍ତିଗତ ଜୀବନ ଦୃଷ୍ଟିକୋଣରୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ରହିବ। ଆଜି ଆପଣଙ୍କ ପାଇଁ କାମ ହିଁ ଭଗବାନ ହେବ। ଆଜି ଆପଣଙ୍କର ସମସ୍ତ ଧ୍ୟାନ କେବଳ ନିଜ କାର୍ଯ୍ୟ ଉପରେ ରହିବ ଏବଂ ଆପଣ ଅଯଥା ଦ୍ୱନ୍ଦ୍ୱ ବା ବିଚ୍ୟୁତିର ନିଜକୁ ଦୂରେଇ ରଖିବାରେ ସଫଳ ହେବେ। ଏହି ଏକାଗ୍ରତା ଆପଣଙ୍କୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରି ଗଢ଼ି ତୋଳିବ। ଆଜିର ଦିନଟି ନିଜର ବୈଷୟିକ ଜ୍ଞାନକୌଶଳ ବଢ଼ାଇବା ପାଇଁ ଅତି ଉତ୍ତମ। ଜୀବନର ପ୍ରତିଟି ମୁହୂର୍ତ୍ତରେ କିଛି ନୂଆ ଶିଖିବାର ଆଗ୍ରହ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବ। ତେଣୁ ଆଜି କୌଣସି ନୂତନ କୌଶଳ ଶିଖିବାକୁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ କ୍ୟାରିୟର ଗଠନରେ ସହାୟକ ହେବ। ଏହା ସହିତ ଆଜି ଦିନର ଅଧିକାଂଶ ସମୟ ନିଜର ଭବିଷ୍ୟତ ଲକ୍ଷ୍ୟ ପାଇଁ ଗବେଷଣା ଏବଂ ବିକାଶ କାର୍ଯ୍ୟରେ ବିତାନ୍ତୁ। ମନେ ରଖନ୍ତୁ, ଆଜିର ପରିଶ୍ରମ ଓ ଯୋଜନା ହିଁ ଆପଣଙ୍କ ଆଗାମୀକାଲିର ସଫଳତା ପାଇଁ ମୂଳଦୁଆ ସାଜିବ। ଜଣେ ନିଷ୍ଠାପର ବ୍ୟକ୍ତି ଭାବେ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ ଏବଂ ନିଜ ଉପରେ ବିଶ୍ୱାସ ରଖନ୍ତୁ। ଆପଣଙ୍କର ଏହି ସକାରାତ୍ମକ ଦୃଷ୍ଟିକୋଣ ଏବଂ କାର୍ଯ୍ୟ ପ୍ରତି ଥିବା ସମର୍ପଣ ଭାବ ଆପଣଙ୍କୁ ନୂଆ ଉଚ୍ଚତାକୁ ନେଇଯିବ। ଆଜିର ଏହି ଶୁଭ ସମୟର ସଦୁପଯୋଗ କରନ୍ତୁ ଏବଂ ନିଜ କ୍ୟାରିୟରକୁ ଏକ ନୂତନ ଦିଗ ଦେବାକୁ ଚେଷ୍ଟା କରନ୍ତୁ। ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅନେକ ଶୁଭକାମନା। ତେବେ ଆର୍ଥିକ ରାଶିଫଳ କିପରି ଯିବ ଆସନ୍ତୁ ଜାଣିବା। ଆଜିର ଭାଗ୍ୟଫଳ ଆପଣଙ୍କୁ ଆର୍ଥିକ ସମୃଦ୍ଧି ପାଇଁ କଠିନ ପରିଶ୍ରମ କରିବାକୁ ସଂକେତ ଦେଉଛି। ମନେ ରଖନ୍ତୁ ଯେ ଅଧିକ ରୋଜଗାର କରିବା ପାଇଁ ଆପଣଙ୍କୁ ନିଜର ଦକ୍ଷତା ଓ ପରିଶ୍ରମକୁ ବୃଦ୍ଧି କରିବାକୁ ହେବ। ଆଜି ଦିନଟି ଏକ ସଠିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍ ବା ନିବେଶ ଯୋଜନା ପ୍ରସ୍ତୁତ କରିବା ପାଇଁ ଅତ୍ୟନ୍ତ ଶୁଭ ଅଟେ। ଏହା ସହିତ ଆପଣଙ୍କର ଦୈନନ୍ଦିନ ଖର୍ଚ୍ଚର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରନ୍ତୁ, ଯାହା ଆପଣଙ୍କୁ ବଜେଟ୍ ପରିଚାଳନା କରିବାରେ ଏବଂ ଆର୍ଥିକ ସ୍ଥିତିକୁ ରଣନୈତିକ ଭାବରେ ମଜବୁତ କରିବାରେ ସାହାଯ୍ୟ କରିବ। ଯଦି ଆପଣ କୌଣସି ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ସେଥିରୁ ଦୂରେଇ ନ ଯାଇ ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ। ଜୀବନର ପାଠଶାଳାରେ ସମସ୍ୟା ହିଁ ଆମକୁ ଶିକ୍ଷା ଦେଇଥାଏ। ଯଦି ଆପଣଙ୍କ ଉପରେ କୌଣସି ପୁରୁଣା ଋଣ କିମ୍ବା କରଜ ଅଛି, ତେବେ ତାହାକୁ ଶୁଝିବା ପାଇଁ ଆପଣ ନିଜର କୌଣସି ବିଶ୍ୱସ୍ତ ବନ୍ଧୁ କିମ୍ବା ନିକଟ ସମ୍ପର୍କୀୟଙ୍କର ସାହାଯ୍ୟ ନେଇପାରିବେ। ଏଥିପାଇଁ ସଂକୋଚ କରନ୍ତୁ ନାହିଁ। ନିଜର ଲକ୍ଷ୍ୟ ଉପରେ ଏକାଗ୍ରତା ରଖନ୍ତୁ ଏବଂ ଅଯଥା ଖର୍ଚ୍ଚରୁ ନିଜକୁ ନିବୃତ୍ତି ରଖନ୍ତୁ। ସଞ୍ଚୟ କରିବାର ଅଭ୍ୟାସ ହିଁ ଆପଣଙ୍କୁ ଭବିଷ୍ୟତରେ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବ। ଆଜି ନିଆଯାଇଥିବା ବୁଦ୍ଧିମତ୍ତାପୂର୍ଣ୍ଣ ନିଷ୍ପତ୍ତି ଆପଣଙ୍କୁ ଦୀର୍ଘକାଳୀନ ସୁଫଳ ପ୍ରଦାନ କରିବ। ଧୈର୍ଯ୍ୟ ଓ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢ଼ନ୍ତୁ, ସଫଳତା ନିଶ୍ଚୟ ମିଳିବ। ଆପଣଙ୍କର ଆର୍ଥିକ ଦିନଟି ମଙ୍ଗଳମୟ ହେଉ। ତେବେ ପ୍ରେମ ରାଶିଫଳ କ'ଣ କହୁଛି ଆସନ୍ତୁ ଜାଣିବା। ପ୍ରିୟ ବିଛା ରାଶିର ବନ୍ଧୁଗଣ, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିକୋଣରୁ ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ଓ ସ୍ମରଣୀୟ ରହିବ। ଆଜି ଆପଣଙ୍କ ପାଇଁ ସୌଭାଗ୍ୟର ଦ୍ୱାର ଖୋଲିବାକୁ ଯାଉଛି। ଆଜି ବିଛା ରାଶିର ବ୍ୟକ୍ତିମାନେ ନିଜର ସ୍ୱପ୍ନର ସାଥୀଙ୍କୁ ଭେଟିବାର ଯଥେଷ୍ଟ ସମ୍ଭାବନା ରହିଛି। ସବୁଠାରୁ ଖୁସିର କଥା ହେଉଛି, ସେହି ବ୍ୟକ୍ତି ଜଣକ ଠିକ୍ ଆପଣଙ୍କ ପରି ସାହସୀ ଓ ଦୁଃସାହସିକ ସ୍ୱଭାବର ହୋଇଥିବେ। ଆପଣ ବହୁ ଦିନରୁ ଏପରି ଜଣେ ବ୍ୟକ୍ତିଙ୍କୁ ନିଜ ଜୀବନରେ ପାଇବା ପାଇଁ ଆଶା ରଖିଥିଲେ,
ଯିଏ ଆପଣଙ୍କର ଚିନ୍ତାଧାରା ଓ ସ୍ୱଭାବ ସହ ମେଳ ଖାଉଥିବେ। ଆଜିର ଏହି ସାକ୍ଷାତକାର ଆପଣଙ୍କ ମନରେ ଏକ ନୂତନ ସିଂହରଣ ସୃଷ୍ଟି କରିବ ଏବଂ ଆପଣ ସେହି ବ୍ୟକ୍ତିଙ୍କ ପ୍ରତି ଅଧିକ ଆକର୍ଷିତ ହେବେ। ଆପଣ ଯେମିତି ଭାବିନଥିବେ ସେହି ବ୍ୟକ୍ତିଙ୍କ ବିଷୟରେ ଆଜି ତାଠାରୁ ଅଧିକ ଚିନ୍ତା କରିବାରେ ନିଜକୁ ହଜାଇ ଦେଇପାରନ୍ତି। ଜୀବନର ଏହି ସୁନ୍ଦର ମୋଡ଼କୁ ହୃଦୟର ସହ ଗ୍ରହଣ କରନ୍ତୁ, ନିଜର ସାହସୀ ସ୍ୱଭାବ ବଜାୟ ରଖନ୍ତୁ ଏବଂ ନୂତନ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଆତ୍ମବିଶ୍ୱାସର ସହ ପଦକ୍ଷେପ ନିଅନ୍ତୁ। ମନେ ରଖନ୍ତୁ, ପ୍ରକୃତ ଭଲ ପାଇବା ହିଁ ଜୀବନକୁ ପରିପୂର୍ଣ୍ଣ କରିଥାଏ। ଆଜିର ଏହି ସ୍ପେଶାଲ ମୁହୂର୍ତ୍ତଗୁଡ଼ିକୁ ଉପଭୋଗ କରନ୍ତୁ ଏବଂ ନିଜର ମନର ସ୍ୱରକୁ ଶୁଣନ୍ତୁ। ଆପଣଙ୍କର ପ୍ରେମ ଜୀବନ ଆଜି ଏକ ନୂତନ ସକାରାତ୍ମକ ଦିଗ ପାଇବ। ଆଜିର ଏହି ସୁଯୋଗ ଆପଣଙ୍କର ଜୀବନରେ ବହୁତ ଖୁସି ନେଇ ଆସିବ। ତେବେ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ।